ସମ୍ପର୍କକୁ ସମ୍ମାନ ଦେଲେ ହିଁ ଆପଣ ସମ୍ମାନ ପାଇବେ। ନହେଲେ ଏମିତି ଏକ ଦିନ ଆସିବ, ସମ୍ପର୍କ ତ ଥିବ କିନ୍ତୁ ଆପଣର କେହି ନଥିବେ। ଯିଏ ଅନ୍ୟର ମୁହଁରେ ହସ ଦେଖିବାକୁ ଚାହିଁଥାନ୍ତି, ଉପରବାଲା ତାଙ୍କ ମୁହଁରୁ ହସ କେବେ ଶେଷ ହେବାକୁ ଦେଇନଥାନ୍ତି। ସମ୍ପର୍କ ତାହାକୁ ହିଁ କୁହାଯାଏ ଯେଉଁଠାରେ ଶବ୍ଦ କମ୍ ଆଉ ବୁଝିବା ଅଧିକ ଥାଏ, ଯେଉଁଠାରେ ଝଗଡ଼ା କମ୍ ପ୍ରେମ ଅଧିକ ଥାଏ, ଯେଉଁଠାରେ ଆଶା କମ୍ ଆଉ ବିଶ୍ୱାସ ଅଧିକ ଥାଏ। କଷ୍ଟ ତ ସମସ୍ତଙ୍କ ଜୀବନରେ ଆସେ, ବାସ୍ ଫରକ ଏତିକି କିଏ କାନ୍ଦିକି ଦେଖେଇ ଦିଏ ତ ଆଉ କିଏ ହସିକି ଦେଖାଏ। ଅତୀତ ଆଉ ଭବିଷ୍ୟତ ଦୁଇଟା ହିଁ ଅଦ୍ଭୁତ। ଅତୀତକୁ ଫେରି ପାଇବେ ନାହିଁ ଆଉ ଭବିଷ୍ୟତକୁ ଦେଖିପାରିବେ ନାହିଁ। ଅଥଚ ମଣିଷ ଅତୀତକୁ ନେଇ କଷ୍ଟ ପାଏ, ଭବିଷ୍ୟତକୁ ନେଇ ଚିନ୍ତା କରେ ଆଉ ବର୍ତ୍ତମାନକୁ ହସ ଖୁସିରେ କାଟିବାକୁ ଭୁଲିଯାଏ। ସ୍ୱାର୍ଥ ଯେଉଁଠି ଶେଷ, ବଦନାମ ସେଇଠୁ ଆରମ୍ଭ। କେବେ ବି ପର କଥା ଶୁଣିକି ନିଜ ଲୋକଙ୍କୁ ଏତେ ଅବିଶ୍ୱାସ କରିବା ଜମାରୁ ଭଲ ନୁହେଁ। କାରଣ ସମ୍ପର୍କଟା ନିଜର ପରର ନୁହେଁ। କ୍ଷମା ତାକୁ କର ଯିଏ ହଜାର ଭୁଲ କରେ କିନ୍ତୁ ତାକୁ କେବେ ବି କ୍ଷମା କର ନାହିଁ, ଯିଏ ଜାଣି ଶୁଣି ବେଇମାନ କରେ। ଯାହାର ବିଚାର ଅଦାଲତ କରିପାରେ ନାହିଁ, ତାର ବିଚାର ସମୟ କରେ ଆଉ ସମୟ ଯେତେବେଳେ ବିଚାର କରେ ସେତେବେଳେ ସାକ୍ଷୀ କି ପ୍ରମାଣର ଆବଶ୍ୟକତା ପଡ଼େ ନାହିଁ। ମୋ ଆଖିରେ ଆଖିଏ ଲୁହ ଭରି ରହିଛି ତଥାପି ମୁଁ ହସୁଛି। ମୋ ବାଟ ସାରା କଣ୍ଟା ବିଛା ହୋଇଛି ତଥାପି ମୁଁ ଚାଲୁଛି। କାରଣ ମୁଁ ଜାଣିଛି ଏ ଦୁନିଆ ତାକୁ ଭଲ ପାଏ, ଯିଏ ମିଛ ଅଭିନୟ କରି ଜାଣିଛି। ଇଏ ହେଉଛି ଗୋଟିଏ ସ୍ୱାର୍ଥପର ଦୁନିଆ। ଏଠି ଲୋକଙ୍କ ହୃଦୟକୁ ନୁହେଁ, ନିଜ ନିଜ ଆବଶ୍ୟକତାକୁ ଭଲ ପାଆନ୍ତି। ଲୋକମାନେ କାହା ବିଷୟରେ ଭଲ ଶୁଣିଲେ ସନ୍ଦେହ କରନ୍ତି ଆଉ ଖରାପ ଶୁଣିଲେ ସଙ୍ଗେ ସଙ୍ଗେ ବିଶ୍ୱାସ କରିଯାଆନ୍ତି। ଯଦି ତୁମେ ସେତେବେଳେ ହସି ପାରୁଛ ଯେତେବେଳେ ତୁମେ ପୁରା ଭାଙ୍ଗି ପଡ଼ିଛ, ତେବେ ମନେ ରଖ ଦୁନିଆରେ କୌଣସି ତାକତ ନାହିଁ ତୁମକୁ ହରେଇ ପାରିବ। ନୀରବତା ଓ ଧୈର୍ଯ୍ୟଠାରୁ କୌଣସି ବଡ଼ ଗୁଣ ନାହିଁ। ନୀରବତା ଦ୍ୱାରା ଯେକୌଣସି ସମସ୍ୟାର ସମାଧାନ କରାଯାଇପାରେ ଓ ଧୈର୍ଯ୍ୟ ଦ୍ୱାରା ସମସ୍ତ ବିପଦକୁ ପାରି କରାଯାଇପାରେ। ଖରାପ ସମୟ ଜୀବନ ସାରା ରହେନି କିନ୍ତୁ ଖରାପ ସମୟରେ ଯଦି କେହି ଖରାପ ବ୍ୟବହାର କରନ୍ତି ତାହା ହିଁ ସାରା ଜୀବନ ମନେ ରହେ। ନିଜକୁ ଏପରିକି ଗଢ଼, କେହି ତୁମକୁ ଛାଡ଼ି ଦେଇପାରନ୍ତି କିନ୍ତୁ ଛାଡ଼ିବା ପରେ ତୁମ ଆବଶ୍ୟକତାକୁ ନିଶ୍ଚୟ ଅନୁଭବ କରିବା ଦରକାର। ଏହା ସତ କି ସମୟ ବଦଳିବାକୁ ସମୟ ଲାଗିନଥାଏ, କିନ୍ତୁ ତାଠାରୁ ବଡ଼ ସତ ଏହା କି ଆଜିକାଲି ମଣିଷ ସମୟଠାରୁ ବି ଜଲଦି ବଦଳି ଯାଆନ୍ତି। ଯଦି କାହା ଉପରେ ରାଗିଛ ତେବେ ରାଗିବାର କାରଣ ବି ଜଣେଇ ଦିଅ। କାରଣ ବେଳେବେଳେ ଚୁପ୍ ରହିବା ଦ୍ୱାରା ଭୁଲ ବୁଝାମଣା ବଢ଼ିଯାଏ ଆଉ ଏଇ ଭୁଲ ବୁଝାମଣା ସମ୍ପର୍କ ଭାଙ୍ଗିଦିଏ। ଯଦି କେବେ କାନ୍ଦିବାର ଇଚ୍ଛା ଥାଏ ତେବେ ଏକୁଟିଆ କାନ୍ଦ। ଦୁନିଆକୁ ନିଜ ଦୁର୍ବଳତା ଜଣାଅ ନାହିଁ, କାରଣ ଦୁନିଆ ମଜା ନେବାରେ ଏକ୍ସପର୍ଟ, ତୁମେ ଜୋକର ନୁହଁ। ନିଜ ଲୋକ ହିଁ ଘର ଭାଙ୍ଗନ୍ତି, କାରଣ ବାହାର ଲୋକ ବା କେମିତି ଜାଣିବେ ଯେ ଘରର କେଉଁ କାନ୍ଥ ଶକ୍ତ କି କେଉଁ କାନ୍ଥ ଦୁର୍ବଳ। ଧନ ବାଣ୍ଟ, ଜ୍ଞାନ ବାଣ୍ଟ, କିନ୍ତୁ ନିଜ ଦୁଃଖ କି ଦୁର୍ବଳତା ନୁହେଁ। କାରଣ କିଛି ଲୋକ ସୁଯୋଗ ପାଇଲେ ତୁମ ଦୁର୍ବଳତାକୁ ନେଇ ଉପହାସ କରିବେ ଆଉ ସମୟ ଆସିଲେ ଆଘାତ କରିବେ। ସମ୍ମାନ ସବୁବେଳେ ସମୟ ଆଉ ସ୍ଥିତିର ହୋଇଥାଏ, ହେଲେ ମଣିଷ ତାକୁ ନିଜର ଭାବିନିଏ। ମିଛ ବି କେତେ ଅଜବ ହୋଇଥାଏ ନା, ନିଜେ କହିଲେ ଭଲ ଲାଗେ ଆଉ ଅନ୍ୟ ଜଣେ କହିଲେ ଖରାପ ଲାଗେ। ମଣିଷ ଗୋଟିଏ କାରଣରୁ ଏକା ହୋଇଯାଏ, ନିଜ ଲୋକଙ୍କୁ ଛାଡ଼ିବା ପାଇଁ ଅଜଣା ଲୋକଙ୍କ ପାଖରୁ ଉପଦେଶ ଦେଇଥାଏ। ଟିକେ ନଇଁ ଗଲେ ଯଦି ସମ୍ପର୍କ ମୁଥି ଯାଉଛି ତେବେ ନଇଁବା ଭଲ। କାରଣ ଅହଙ୍କାର ତ ସମସ୍ତଙ୍କ ପାଖରେ ଥାଏ, ହେଲେ କେବଳ ସିଏ ନଇଁଥାଏ ଯିଏ ସମ୍ପର୍କର ମହତ୍ତ୍ୱ ବୁଝେ। ବଡ଼ ମଣିଷ ତ ସେ ହୋଇଥାଏ ଯିଏ ପାଖରେ ବସିଥିବା ବ୍ୟକ୍ତିକୁ ଛୋଟ ହେବାକୁ ଦେଇନଥାଏ। ଯଦି ତୁମକୁ କୋଉ ଝିଅ ସଚ୍ଚା ପ୍ରେମ କରିବ ତେବେ ତୁମକୁ କେବଳ ଗୋଟିଏ ଜିନିଷ ମାଗିବ, ସମୟ। ମଣିଷ କେତେ ବି ଧନୀ ହେଇଯାଉ ହେଲେ କଷ୍ଟ ବିକି ପାରିବନି କି ଶାନ୍ତି କିଣି ପାରିବନି।
ଯେଉଁ ନାରୀ ସବୁ ପୁରୁଷ ସହ ହସିକି କଥା ହୁଏ, ବିଶ୍ୱାସ କର ସେ ହୃଦୟରୁ ବହୁତ ଭଲ ହୋଇଥାଏ। ସମ୍ପର୍କ ବର୍ଷା ପରି ନ ହଉ, ଯାହା ବର୍ଷିଯାଇ ଶେଷ ହୋଇଯାଇଥାଏ, ବରଂ ସମ୍ପର୍କ ପବନ ପରି ହଉ, ଯାହା ଚୁପ୍ ଥିବ କିନ୍ତୁ ସବୁବେଳେ ପାଖାପାଖି ଥିବ। ଯେଉଁଠି ତାଙ୍କ ଉଦ୍ଦେଶ୍ୟ ପୂରଣ ହୋଇଥାଏ, ସେଇଠି ତାଙ୍କ ଭଲ ପାଇବା ମଧ୍ୟ ସରିଯାଇଥାଏ। ମନେ ରଖନ୍ତୁ, ଜରୁରୀଠୁ ଅଧିକ ଭଲ ହେବ ତ ଜରୁରୀଠୁ ଅଧିକ ବ୍ୟବହାର ମଧ୍ୟ ହେବ। ହୀରାକୁ ଚିହ୍ନିବାକୁ ଚାହୁଁଛନ୍ତି ତ ଅନ୍ଧାର ଅପେକ୍ଷା କରନ୍ତୁ, କାରଣ ଖରାରେ କାଚ ଟୁକୁଡ଼ା ବି ଚମକିଥାଏ। କ୍ଷମା ବାରମ୍ବାର କର, କିନ୍ତୁ ବିଶ୍ୱାସ ଭାଙ୍ଗିବା ଲୋକଙ୍କୁ ପୁଣି ଥରେ ବିଶ୍ୱାସ କର ନାହିଁ। ଯାହା ଆପଣଙ୍କର ନୁହଁ ତା ଉପରେ ଅଧିକାର କ'ଣ ପାଇଁ? ଯିଏ ଦୁଃଖ ବୁଝେନି ତାଙ୍କୁ କଷ୍ଟ କ'ଣ ପାଇଁ କହୁଛନ୍ତି? ଗୋଟିଏ କଥା କହିବି, ଆପଣ କାହାକୁ ଗାଳି କରିବେ ଓ ହର୍ଟ କରିବେ ଏବଂ ସେ ଚୁପ୍ ହେଇକି ଥିବ, ତେବେ ବୁଝିଯିବେ କି ସେ ନିଜଠୁ ବି ଅଧିକ ଆପଣଙ୍କୁ ଭଲ ପାଉଥିବେ। ମାନୁଛି ଭଲ ପାଇବା ଜରୁରୀ, କିନ୍ତୁ ଇଜ୍ଜତଠୁ କେବେ ବି ନୁହେଁ। ସେହି ମଣିଷ ଶେଷରେ ଚାଲି ହିଁ ଯାଏ, ଯାହା ପାଖରେ ଆମେ ଜରୁରୀଠୁ ଅଧିକ ଯୋଡ଼ି ହେଇଥାଉ। ଜୀବନରେ ଆପଣ ହସିବା ଶିଖିଯାଆନ୍ତୁ, କାନ୍ଦିବା ତ ଲୋକ ଏଠି ଶିଖେଇ ଦିଅନ୍ତି। ତେଣୁ କିଛି ଲୋକ ଏହା ଭାବି ହସନ୍ତି, କାରଣ ସିଏ ଜାଣନ୍ତି କି ତାଙ୍କ ଦୁଃଖ ବୁଝିଲା ଭଳି ଏଠି କେହି ନାହାନ୍ତି। ମୋ ନିଜ ଲୋକ ହିଁ ଚେଷ୍ଟା କଲେ ମୋତେ ପାଣିରେ ବୁଡ଼େଇବା ପାଇଁ, କିନ୍ତୁ ଭଲ ଏହା ହେଲା ମୁଁ ପହଁରା ଶିଖିଗଲି। ପ୍ରେମ ଏମିତି ହୋଇଯାଏ, ଭାବିଚିନ୍ତି କରାଯାଇ ନଥାଏ, କିନ୍ତୁ ହୃଦୟ ଏମିତି ଭାଙ୍ଗି ନଥାଏ, ହୃଦୟକୁ ଭାଙ୍ଗି ଦିଆଯାଇଥାଏ। ପ୍ରେମ ଅଛି ବୋଲି କିଛି ପ୍ରମାଣ ନଥାଏ, ବାସ୍ ତାଙ୍କ ନ ଶୁଣିଦେଲେ ଯଦି ହୃଦୟର ସ୍ପନ୍ଦନ ବଢ଼ିଯାଏ, ତାହା ପ୍ରକୃତରେ ପ୍ରେମ ହୋଇଥାଏ। ଯଦି ରାତିରେ କାହା କଥା ବାରମ୍ବାର ମନେ ପଡ଼େ, ତେବେ ବୁଝିଯାଅ କି ତୁମେ ଜାଣ ତାର ବା ଅଜାଣତରେ ସିଏ ତୁମ ଦୁର୍ବଳତା ହୋଇସାରିଲାଣି। ଆଉ ଇଏ ଏପରି ଦୁର୍ବଳତା ନା ରାତିରେ ଶୋଇବାକୁ ଦେବ, ନା ଦିନରେ ଆଉ କିଛି କାମ କରିବାକୁ ଦେବ। ସେହି ସମ୍ପର୍କ ସୁନ୍ଦର ହୋଇଥାଏ, ଯେଉଁଠି ଭଲ ପାଇବା ସହ ଇଜ୍ଜତ ବି ଥାଏ। ମୂଲ୍ୟ ଲୁହର ହୋଇନଥାଏ, ମୂଲ୍ୟ ତାହାର ହୋଇଥାଏ ଯେ ଠିକ୍ ସମୟରେ ସେହି ଲୁହକୁ ପୋଛି ଦେଇଥାଏ। ନିଜର ସମ୍ପର୍କକୁ ସବୁବେଳେ ସମୟ ଦିଅନ୍ତୁ, କାରଣ କିଏ ଜାଣିଛି କାଳେ ତୁମ ପାଖରେ ସମୟ ଥିବ କିନ୍ତୁ ସମ୍ପର୍କ ନଥିବ। ପ୍ରକୃତରେ ସେହି ସମ୍ପର୍କ ମଜବୁତ ହୋଇଥାଏ, ଯେଉଁ ସମ୍ପର୍କ ଧନରୁ ନୁହେଁ ମନରୁ ହୋଇଥାଏ। ଷ୍ଟେସନ ପରି ହୋଇଗଲା ଏ ଜୀବନ, ଯେଉଁଠି ଲୋକ ତ ବହୁତ ଅଛନ୍ତି, କିନ୍ତୁ ନିଜର କେହି ନାହାନ୍ତି। ମାନୁଛି କି ଦୁଃଖ କଷ୍ଟ ଦେଉଛି, କିନ୍ତୁ ଏହି ଦୁଃଖ ଜୀବନ ଜୀଇଁବା ଶିଖେଇ ଦେଉଛି। ପଶୁ ମାଡ଼ ଖାଇକି ବି ବିଶ୍ୱସ୍ତ ହୋଇଥାନ୍ତି, କିନ୍ତୁ ମଣିଷ ଭଲ ପାଇବାକୁ ପାଇକି ବି ଧୋକାବାଜ ହୋଇଥାନ୍ତି। ଆପଣ ତାଙ୍କ ପାଇଁ ଜୀଇଁବା ଶିଖନ୍ତୁ, ଯିଏ ଆପଣଙ୍କ ପାଇଁ ମରିବାକୁ ମଧ୍ୟ ପ୍ରସ୍ତୁତ। କିଛି ଲୋକ ଆପଣଙ୍କୁ କେବଳ ସେତିକି ହିଁ ଭଲ ପାଉଥିବେ, ଯେତିକି ଆପଣଙ୍କୁ ବ୍ୟବହାର କରିପାରିବେ। ଜୀବନରେ କିଛି କ୍ଷଣ ଏମିତି ବି ଆସିଥାଏ, ଯେତେବେଳେ କି ମଣିଷ ପାଖରେ ସବୁ କିଛି ଥାଇକି ବି